ଦିନେ ଯଦୁମଣିଙ୍କର ପୁଅ କପିଧ୍ୱଜ ଆସି କହିଲା, ବାପା, ଆଜି ଆମ ଚାଟଶାଳୀର ପିଲାମାନେ ରାଜବାଟିକୁ ଶ୍ରୀପଞ୍ଚମୀ ବୋଲି ଶୁଣାଇ ଗୁରୁଦକ୍ଷିଣା ପାଇଁ ଯାଇଥିଲେ। ହେଲେ ହେଲା କ'ଣ? ତୁ ବନ୍ଦେଇ ହରି ଦେବମୁରାରୀ ଗୀତ ଭଲ କରି ବୋଲିଲୁଟି? ଗୀତ ବୋଲିଲୁ। ରାଣୀମା ମୋ ହାତରେ 5 ଟଙ୍କା ଦେଲେ ଅବଧାନକୁ ଦେବା ପାଇଁ। ଆଉ ଯେତେ ସବୁ ମା ଥିଲେ ସମସ୍ତେ ଅବଧାନକୁ ବି ଡାକିଦେଲେ। ରାଜା କ'ଣ ଦେଲେ ରେ? ରାଜା ଆମକୁ ଗୋଟିଏ କାଗଜ ଚିଠା ଦେଲେ, କହିଲେ ହାଡ଼ୁ ପରୀକ୍ଷାକୁ ଏହି ଚିଠା ଦେଖାଇ 5 ଟଙ୍କା ନେଇଯାଅ ବାବା। ସେ ହାଡ଼ୁ ପରୀକ୍ଷା ଏଡ଼ିକି ଖରାପ ଲୋକ, କହିଲା ବାହାର ବାହାର। ରାଜବାଟିରୁ ତ ଟଙ୍କା ବିଦାକି ପାଇଲ, ପୁଣି ଲୋଭ କାହିଁକି? ଲାଜରେ ଆମେ ସବୁ ଫେରି ଆସିଲୁ। ଯଦୁମଣି ଚାହାଳି ପିଲାଙ୍କ କଥା ଶୁଣି ପିଲାମାନଙ୍କର ମନ ଖୁସି ପାଇଁ ଗୋଟିଏ କବିତା ଲେଖି ତାଙ୍କ ହାତରେ ରାଜାଙ୍କ ପାଖକୁ ପଠାଇଲେ। ଲେଖାଥିଲା, ଚିତ୍ର ନାରିକେଳ ଦୀକ୍ଷା, ଚାଟ ପିଲାଙ୍କର ଭିକ୍ଷା, ପାତ୍ରଙ୍କ ପତ୍ରରେ ମୂତ୍ର ଦ୍ୱାରା ମାଡ଼ି ଛାଡ଼ିଲେ ହାଡ଼ୁ ପରୀକ୍ଷା। ରାଜା ଗୀତ ପଢ଼ି ବୁଝିଗଲେ ଯେ ହାଡ଼ୁ ପରୀକ୍ଷା ପିଲାମାନଙ୍କର ବିଦାକି ଟଙ୍କା ଦେଇନାହାନ୍ତି। ସଙ୍ଗେ ସଙ୍ଗେ ହାଡ଼ୁ ପରୀକ୍ଷାକୁ ଡକାଇ କ୍ରୋଧରେ କହିଲେ, କିଓ ହାଡ଼ୁ ପରୀକ୍ଷା ବାପ ଗଣ୍ଠିରୁ ଟଙ୍କା ଦେଉଥିଲେ କି? ଏବେ ଯଦୁମଣି କଳାକୁ ସମ୍ଭାଳ। ରାଜା ସଙ୍ଗେ ସଙ୍ଗେ 10 ଟଙ୍କା ପାଇକ ହାତରେ ଚାହାଳି ଅବଧାନଙ୍କ ପାଖକୁ ପଠାଇଦେଲେ।